ଦାବି ନ ମାନିଲେ ଆନ୍ଦୋଳନ। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ କାଶିଆ ଗ୍ରାମ ନିକଟରେ ଥିବା ଜିନ୍ଦଲ ଖଣିରେ ପରିବହନ କାର୍ଯ୍ୟକୁ ନେଇ ପୁଣି ଥରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରକାଶ ଯେ କାଶିଆ ଲୌହ ଖଣିରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ ଖଣି କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ବିଭିନ୍ନ ସମୟରେ ପରିବହନ କାର୍ଯ୍ୟକୁ ନେଇ ବିବାଦ ଲାଗି ରହିଥିବା ଦେଖିବାକୁ ମିଳୁଛି। ପରିବହନ କାର୍ଯ୍ୟରେ ପ୍ରଭାବିତ ଗ୍ରାମବାସୀକୁ ସାମିଲ କରିବା, ଗ୍ରାମର ବେକାରୀ ଯୁବକ ଯୁବତୀଙ୍କୁ ଖଣିରେ ନିଯୁକ୍ତି ଏବଂ ଖଣି ଦ୍ୱାରା ପ୍ରଭାବିତ ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତି ନିମନ୍ତେ ପୂର୍ବରୁ ମଧ୍ୟ ଏକାଧିକ ଆନ୍ଦୋଳନ ଦେଖିବାକୁ ମିଳିଛି। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ପ୍ରଭାବିତ ଗ୍ରାମବାସୀଙ୍କୁ ଅଣଦେଖା କରି ବାହାର ଅଞ୍ଚଳରୁ ଲୋକଙ୍କୁ ଆଣି ଖଣିରେ ନିଯୁକ୍ତି ଦେବା ସହିତ କେତେକ ପ୍ରଭାବଶାଳୀ ଖଣି ବ୍ୟବସାୟୀଙ୍କ ହାତରେ ପରିବହନ କାର୍ଯ୍ୟର ସିଂହଭାଗ ଟେକି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାତ୍ର ପ୍ରଭାବିତ ଗ୍ରାମବାସୀ ନିଜ ଦାବି ସମ୍ବନ୍ଧରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରି ଆସୁଥିଲେ ମଧ୍ୟ ଗ୍ରାମବାସୀଙ୍କ ଦାବିକୁ ବେଖାତିର କରାଯାଉଥିବା ଅଭିଯୋଗ ହେଉଛି। ତେଣୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାର ସମାଧାନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କାଶିଆ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। जिलार सीएम जिलार लोकल लोक से पंचायत गाँ जी अच्छी सब जानी से अभियोग कले भी अभियोग विषय से शुणुची